କହିକିରି ଗଲ ଗୋଟେ କଥା ଭୋଟ ନେଇଗଲ ସେଠୁ ଗଲ ସିଆଡେ ରହିଲ ଯେ ଆଉ ଆମକୁ ଦେଖା ସାକ୍ଷାତ ନାହିଁ। ଆମର କହିବା କଥା ମୋ ଘର ଭାଙ୍ଗି ଗଲାଣି ପାଣି ଗଳୁଛି ତମର ଆମେ ଦରକାର ନା ତମର ଜିନିଷ ଦରକାର। ଆମେ କହିଲୁ ତେମେ ଯଦି ସିଆଡେ ରହିଲେ ଆମର ଯଦି ଜିନିଷ ଦରକାର ଆମ ଜିନିଷ ଆମକୁ ଦିଅ। ସରପଞ୍ଚ ନିଜେ ରହୁନାହାନ୍ତି ତାଙ୍କ ସ୍ୱାମୀ ବୁଝୁଛନ୍ତି ତାଙ୍କ ସ୍ୱାମୀ ବୁଝିଲେ ବି ଗାଁରେ ରହୁନାହାନ୍ତି କି ଗରିବଙ୍କ କଥା ଶୁଣୁନାହାନ୍ତି। କହିଲେ ସିଏ ଗାଣ୍ଡି ଆଡେ ଚାଲି ଯାଉଛନ୍ତି ମୁହଁ ଆଉ ଦେଖଉନାହାନ୍ତି ଆମକୁ। ଆମେ କହିଲେ ଆମକୁ ଏଇ ଉତ୍ତର ଦଉଛନ୍ତି ହେଲା ତମର କିଛି ଦରକାର ନାହିଁ। କଣ ତମର ଦରକାର? ଆମେ ସରପଞ୍ଚ ଆସିଲେ ଯୋଉ ଥରିକା ଆମେ କହିଲୁ ରୁହନ୍ତି ନାହିଁ ନା କାହାକୁ କୋଉ କଥା ଗରିବ ମାନଙ୍କର ବୁଝନ୍ତି ନାହିଁ। ତମ ନାଁ କଣ? ମୋ ନାଁ ଉମା ଭୋଇ। ତମ ଘର ଏଇ ଗାଁରେ? ଆମ ଘର ସେଇ ଭୋଇସାହି। ଆମେ ଯୋଉ ହଇରାଣକୁ ସେଇ ହଇରାଣ। ଆମେ କଣ କରିବୁ? ଆମେ ନିରୁପାୟ ହେଇକିରି ସିନ୍ତା ତ ଜନ୍ମ ହେଇଛୁ ଆଉ କଣ କରିବୁ? ଏ ମାଟିରେ ତ ପଡିଛୁ ଆଉ ଖଟୁଛୁ ଖାଉଛୁ ଗୋଟେ କିଛି ନାହିଁ ଆମ ପାଇଁ। ମୁଁ ସରପଞ୍ଚକୁ ଅନୁରୋଧ କରି କହିଲି ମୁଁ କହିଲି ଆଉ ସରପଞ୍ଚ ବାବୁ ମୋ ଘରେ ପାଣି ଗଳୁଛି ଆଉ କିଛି ଆମକୁ ଦିଅ। ନା ମେଘ ଗଳିଲେ ତମକୁ ଥଣ୍ଡା ହବ ତମେ ଶୋଇବ। କିଏ କହିଲେ କଥା? ନିଜେ ପ୍ରଫୁଲ୍ଲ ବାବୁ କହିନ୍ତି ସରପଞ୍ଚ ବାବୁ। ସାଗରିକା ଦାସ କହିଲେ ତେମେ ଆମେ ଦରକାର ନା ତମର ଜିନିଷ ଦରକାର। ମୁଁ କହିଲି ତେମେ ଯଦି ବାହାର ହେଲେ ଆମର ଜିନିଷ ଦରକାର। ଆମେ ଫୋନ କରୁଛୁ ଫୋନ ଉଠଉନାହାନ୍ତି ଯାହା କହିଲା କଣ ଶୁଣୁନାହାନ୍ତି। ଆମେ ନାଟିନି ଖଣ୍ଡେ ଦିଅ ବୋଲେ ନାଟିନି ଖଣ୍ଡେ ଦଉନାହାନ୍ତି। ସାଇରେ ନାଟିନି ଖଣ୍ଡେ ନାହିଁ ବଲଟା ନାହିଁ। ଆମେ ଯୋଉ ଅସୁବିଧାରେ ଚଳୁଛୁ କହି ହବନି। ଚତୁରୀ ବସିଆରେ ଝାଡା ଯିବୁ ଆଠିଏ ପାଣିରେ ବୁଡି ବୁଡିକା ଯିବୁ ଯେ କିଏ ଝାଡା ଫେରିଲା କିଏ ଝାଡା ନ ଫେରିଲା ଆସି ଘରେ ପଶିଲୁ ଧୋଇ ଧାଇ ହେଇକି। ଆଉ ସାର୍ ମୁଁ ଏତିକି କହି ନମସ୍କାର। ନାଇଲୋ ମାଉସୀ କଣ ଦେଖିବା ଯାହା ଭଗବାନ ଯାହା କରିବେ ସେ ସବୁ ରାଧାରାଣୀଙ୍କ ବରାଦ ଦେଖିବା ଯାହା ହଉଛି।